दिन संख्या 195। सही समय जेरुसालेमरू फारूसी और शास्त्री माने यीशुଙ୍କ निकटକୁ आसी କହିଲେ, ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନ ମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ। ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କର? ଈଶ୍ୱର ତ କହିଅଛନ୍ତି, ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ପିତା କି ମାତାଙ୍କୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ। କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାଙ୍କୁ କହେ, ମୋ ଠାରୁ ଯାହା ଦ୍ୱାରା ତୁମ୍ଭର ଉପକାର ହୋଇଥାନ୍ତା ତାହା ମାନତ ହୋଇଅଛି, ସେ ଆପଣା ପିତାମାତାଙ୍କୁ ନିଶ୍ଚୟ ସମାଦର କରିବ ନାହିଁ। ଏହି ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରୁଅଛ। ରେ କପଟିମାନେ, ଯିଶାୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି, ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି। ଆଉ ଯୀଶୁ ଲୋକ ସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, ଶୁଣ ଓ ବୁଝ। ମୁଖରେ ଯାହା ପ୍ରବେଶ କରେ ତାହା ଯେ ମନୁଷ୍ୟକୁ ଅଶୁଚି କରେ ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୁସୀମାନେ ଏହି କଥା ଶୁଣି ଯେ ବିଘ୍ନ ପାଇଅଛନ୍ତି, ଆପଣ କ'ଣ ଏହା ଜାଣନ୍ତି? କିନ୍ତୁ ସେ ଉତ୍ତର ଦେଲେ, ମୋହର ସ୍ୱର୍ଗସ୍ଥ ପିତା ଯେଉଁ ସବୁ ବୃକ୍ଷ ରୋପଣ କରିନାହାନ୍ତି ସେ ସବୁ ଉତ୍ପାଟିତ ହେବ। ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥ ପ୍ରଦର୍ଶକ। ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ ତେବେ ଉଭୟେ ଖାତରେ ପଡ଼ିବେ। ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମ୍ଭମାନଙ୍କୁ ବୁଝାଇ ଦିଅନ୍ତୁ। ଯୀଶୁ କହିଲେ, ତୁମ୍ଭେମାନେ ମଧ୍ୟ କ'ଣ ଏପର୍ଯ୍ୟନ୍ତ ଅବୋଧ? ଯାହା କିଛି ମୁଖରେ ପ୍ରବେଶ କରେ ତାହା ଉଦରକୁ ଯାଇ ବାହ୍ୟ ସ୍ଥାନରେ ଯେ ନିକ୍ଷିପ୍ତ ହୁଏ, ଏହା କ'ଣ ବୁଝୁନାହଁ? କିନ୍ତୁ ମୁଖରୁ ଯାହା ସବୁ ନିର୍ଗତ ହୁଏ ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚର୍ଯ୍ୟ, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ। ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୌତ ହସ୍ତରେ ଭୋଜନ କରିବା ମନୁଷ୍ୟକୁ ଅଶୁଚି କରେ ନାହିଁ। ମାର୍କ 7 ପର୍ବ 1 ପଦରୁ 23 ପଦ। ପରେ ଫାରୁସୀମାନେ ଓ ଜେରୁସାଲେମରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ। ସେମାନେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଅଶୁଚି ଅର୍ଥାତ୍ ଅଧୁଆ ହାତରେ ଖାଇବାର ଦେଖିଲେ। ଫାରୁସୀମାନେ ଓ ସମସ୍ତ ଯିହୁଦୀ ଲୋକ ପ୍ରାଚୀନମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରି ଭଲ ରୂପେ ହାତ ନ ଧୋଇଲେ ଭୋଜନ କରନ୍ତି ନାହିଁ। ପୁଣି ହାଟ ବଜାରରୁ ଆସି ନିଜ ନିଜ ଉପରେ ପାଣି ନ ଛିଞ୍ଚିଲେ ଖାଆନ୍ତି ନାହିଁ। ଆଉ ଗିନା, ଢାଳ ଓ ପିତ୍ତଳର ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶ ପ୍ରାପ୍ତ ହୋଇଅଛନ୍ତି। ଏଣୁ ଫାରୁସୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି? ଯୀଶୁ ସେମାନଙ୍କୁ କହିଲେ, ରେ କପଟିମାନେ, ଯିଶାୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖା ଅଛି, ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶ ବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି। ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ୱରଙ୍କ ଆଜ୍ଞା ବେଶ ଅଗ୍ରାହ୍ୟ କରୁଅଛ। କାରଣ ମୋଶା କହିଅଛନ୍ତି,
अपना पितामाता को समादर कर। आउ जे कहीं पिता कि माता को अभिशाप दिए से निश्चय प्राणदंड भोग करिब। किंतु तुम्भे माने कुह, कहीं जेबे पिता कि माता को कहे मो ठारू जहा द्वारा तुम्हार उपकार होइथांता ताहा कुर्बान अर्थात मानत होइछे, तेबे तुम्भे माने ताहाकू ताहार पिता कि मातार किछि उपकार करबा को आउ देउ न थाओ। एही रूपे तुम्भे माने स्वप्रचलित परंपरागत रीतिनीति जोगु ईश्वर वाक्य व्यर्थ करुअछ और सही प्रकार अनेक कर्म करुअछ। यीशु पुनर्बार लोक समूह को निकट को डाकी सेमानकु कहिले, तुम्भे माने समस्ते मो कथा शुण और बुझ। मनुष्यर बाहरे एपरि कौनसी विषय नहीं जहाँकि ताहार भितरे प्रवेश करी ताहाकू अशुचि करि पारे, किंतु जहा जहा मनुष्य ठारू बाहरे सही सबू ताहाकू अशुचि करे। जदि काहार शुणिबाकू कान अछि से शुणु। आउ से लोक समूह ठारू गृह मध्य को आसिला उतारे ताहांको शिष्य माने ताहांको दृष्टान्तटीर भाव पचारिबाकू लागिले। सेतिरे यीशु सेमानंकु कहिले, तुम्भे माने मध्य कौन सही परी अबोध? जहा किछि बाहरु मनुष्य भितरे प्रवेश करे ताहा ताहाकू अशुचि करि पारे नाही, कारण ताहा ताहार हृदय रे प्रवेश करे नाही, मात्र उदर रे प्रवेश करी बाह्य स्थान रे बहिर्गत हुए ओ एही प्रकारे समस्त खाद्य परिष्कृत होइथाए। एहा कोन बुझुना हो? आउ से कहिले, जहा मनुष्य ठारू बाहरे ताहा ही ताहाकू अशुचि करे, कारण भितरु मनुष्यर हृदयरु कुचिंता बाहरे वेश्यागमन, चौर्य, नरहत्या, व्यभिचार, लोभ, दुष्टता, शठता, कामुकता, ईर्षादृष्टि, निंदा, अहंकार, मूर्खता एही समस्त मंद विषय भितरु बाहरी मनुष्य को अशुचि करे। माथ्यू 15 पर्व 21 पदरु 28 पद। यीशु सही स्थान अंतर होई सोर और सीदन अंचल को प्रस्थान कले। आ देख सही सीमारू जड़े किणानिया स्त्री आसी उच्च स्वर रे कहिबाकू लागिला, हे प्रभु दाऊद संतान मते दया करंतु, मोर झीटी को अति भयंकर भावरे भूत लगी अछि। किंतु से ताहाकू पदे हेले उत्तर देले नाही। आउ ताहांको शिष्य मान आसी ताहांकू अनुरोध करी कहिबाकू लागिले, एहाकू विदाय करंतु, कारण ए आंभमानंको पछे पछे चित्कार करूअछि। किंतु से उत्तर देले, मु इस्राएल वंशर हजि जाइथुआ मेषमानंको बिना आउ काहा निकटकू प्रेरित होई नाही। किंतु सही स्त्री आसी ताहांकू प्रणाम करी कहिबाकू लागिला, हे प्रभु मोहर उपकार करंतु। मात्र से उत्तर देले, संतान मानंको आहार नहीं कुकुर मानंको पाखरे पकाइबा उचित नुहे। किंतु से कहिला, हाँ प्रभु, कारण कुकुर माने तो निज निज प्रभुंको मेजरू पड़िबा गुंडी गुंडा खांती। सेतिरे यीशु ताहाकू उत्तर देले, गो नारी, तुम्भर बड़ विश्वास, तुम्भर इच्छानुसारे तुम्भ प्रति घटू। सही दंडरू ताहार कन्या सुस्थ हैला। मार्क 7 पर्व 24 पदरु 30 पद। एथि उतारे से सेठारू उठी सोर सीमा को गले आ गोटे गृह रे प्रवेश करी केही जेपरी ताहा न जाने एहा इच्छा करुथिले, मात्र से गुप्त होई रही पारिले नाही। सही क्षणी जने स्त्री जहार झीटी की असुचि आत्मा लागिथिला, से ताहांको विषय शुणी ताहांको चरण तले आसी पड़िला। से सुरोफोनिकिया जातिर जने ग्रीक स्त्री लोक थिला। ताहार झील ठारू भूत छड़ाइबा निमंते से ताहांकू अनुरोध करिबाकू लागिला। सेतिरे से ताहाकू कहिले, प्रथमे संतान मानंकु तृप्त हेबाकू दियो, कारण संतान मानंको आहार नहीं कुकुर मानंको पाखरे पकाइबा उचित नुहे। किंतु से ताहांकू उत्तर देला, हाँ प्रभु, कुकुर माने मध्य मेज तले पिलामानंको खाद्यर गुंडी गुंडा खांती। सेतिरे यीशु ताहाकू कहिले, एही कथा निमंते जाओ, तुम्भ झियो ठारू भूत बाहरी गलाणी। पुणी से घर को जाई पिलाटी सेजरे शोइथिबा और भूत बाहरी जाइथिबा देखिला।
ମାର୍କ 7 ପର୍ବ 31 ପଦରୁ 37 ପଦ। ପୁନର୍ବାର ସେ ସୋର ସୀମାରୁ ପ୍ରସ୍ଥାନ କରି ସିଦନ ଓ ଦେକାପୋଲି ସୀମା ମଧ୍ୟ ଦେଇ ଗାଲିଲି ସମୁଦ୍ର ନିକଟକୁ ଆସିଲେ। ଆଉ ଲୋକେ ଜଣେ କାଲ ଓ ଖନାକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହାତ ଥୋଇବା ନିମନ୍ତେ ତାହାଙ୍କୁ ବିନତି କଲେ। ଯୀଶୁ ତାହାକୁ ଲୋକସମୂହ ମଧ୍ୟରୁ ଅନ୍ତର କରି ଏକାକୀ ଘେନିଯାଇ ତାହାର 2 କାନରେ ଆପଣା ଅଙ୍ଗୁଳି ଦେଲେ ଓ ଛେପ ପକାଇ ତାହାର ଜିଭକୁ ଛୁଇଁଲେ। ଆଉ ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରି ଦୀର୍ଘ ନିଶ୍ୱାସ ପକାଇ ତାହାକୁ କହିଲେ, ଇପ୍ଫଥା, ଅର୍ଥାତ୍ ଫିଟିଯା। ସେଥିରେ ତାହାର କର୍ଣ୍ଣ ଉନ୍ମୁକ୍ତ ହେଲା ଓ ଜିହ୍ବାର ବନ୍ଧନ ସେହି କ୍ଷଣି ଫିଟିଗଲା, ଆଉ ସେ ସ୍ପଷ୍ଟ ରୂପେ କଥା କହିବାକୁ ଲାଗିଲା। ପୁଣି ଏ ବିଷୟ କାହାରିକି ନ କହିବା ନିମନ୍ତେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ। ମାତ୍ର ସେ ସେମାନଙ୍କୁ ଯେତେ ନିଷେଧ କଲେ, ସେମାନେ ସେତେ ଆହୁରି ଅଧିକ ତାହା ଘୋଷଣା କଲେ। ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି। ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି। ମାଥ୍ୟୁ 15 ପର୍ବ 29 ପଦରୁ 31 ପଦ। ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲି ସମୁଦ୍ର ନିକଟକୁ ଆସିଲେ, ଆଉ ପର୍ବତ ଉପରକୁ ଯାଇ ସେଠାରେ ବସିଲେ। ପୁଣି ବହୁ ସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ। ପୁଣି ସେ ସେମାନଙ୍କୁ ସୁସ୍ଥ କଲେ। ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ। ପୁଣି ଇସ୍ରାଏଲର ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ। ମାଥ୍ୟୁ 15 ପର୍ବ 32 ପଦରୁ 39 ପଦ। ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ଏହି ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ 3 ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ। କାଳେ ବାଟରେ ସେମାନଙ୍କର ହଂସା ଉଡ଼ିଯାଏ, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ। ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜନ ସ୍ଥାନରେ କେଉଁଠାରୁ ଏତେ ରୋଟି ପାଇବା? ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୋଟି ଅଛି? ସେମାନେ କହିଲେ, 7ଟି, ପୁଣି ଅଳ୍ପ କେତୋଟି ସାନ ମାଛ। ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ। ଆଉ ଯୀଶୁ ସେହି 7ଟି ରୋଟି ଓ ମାଛ ଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହି ସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ। ଆଉ ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୋଟିରୁ ଯାହା ବଳିଲା ତାହା ସେମାନେ ଉଠାଇ 7 ବେତା ଭର୍ତ୍ତି କଲେ। ଭୋଜନ କରିବା ଲୋକେ ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା 4000 ପୁରୁଷ ଥିଲେ। ଏଥି ଉତ୍ତାରେ ସେ ଲୋକସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗଦାନ ସୀମାକୁ ଆସିଲେ। ମାର୍କ 8 ପର୍ବ 1 ପଦରୁ 10 ପଦ। ସେହି ସମୟରେ ବହୁ ସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟ ଦ୍ରବ୍ୟ କିଛି ନଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ, ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ 3 ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ। ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ। ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି। ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୋଟି ଆଣି ଏମାନଙ୍କୁ ତୃପ୍ତ କରିପାରିବ? ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୋଟି ଅଛି? ସେମାନେ କହିଲେ, 7ଟି। ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ। ଆଉ ସେ ସେହି 7ଟି ରୋଟି ଘେନି ଧନ୍ୟବାଦ ଦେଇ ସେହି ସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ। ପୁଣି ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା, ସେହି ସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ। ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ 7 ବେତା ବଳକା ଭଙ୍ଗା ରୋଟି ଉଠାଇଲେ।
ସେମାନେ ପ୍ରାୟ 4000 ଲୋକ ଥିଲେ। ତାହାପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହି କ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲମନୁଥା ଅଞ୍ଚଳକୁ ଆସିଲେ। ମାଥ୍ୟୁ 16 ପର୍ବ 1 ପଦରୁ 12 ପଦ। ଫାରୁସି ଓ ସାଦୁକୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ। କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ଭଲ ପାଗ ହେବ, କାରଣ ଆକାଶ ଲାଲ ହୋଇଅଛି। ଆଉ ପ୍ରାତଃ କାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି। ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝିପାରୁଅଛ, କିନ୍ତୁ କାଳର ଲକ୍ଷଣ ସବୁ ବୁଝିପାରୁନାହ। ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଜୁନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ। ପୁଣି ସେ ସେମାନଙ୍କୁ ପରିତ୍ୟାଗ କରି ପ୍ରସ୍ଥାନ କଲେ। ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ ସେମାନେ ରୁଟି ନେବାକୁ ପାଶୋରି ଯାଇଅଛନ୍ତି। ଯୀଶୁ ସେମାନଙ୍କୁ କହିଲେ, ସତର୍କ ହୁଅ, ଫାରୁସି ଓ ସାଦୁକୀମାନଙ୍କ ଖମିର ଠାରୁ ସାବଧାନ ହୋଇଥାଅ। ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କ ବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣିନାହୁଁ ବୋଲି ସେ ଏହା କହୁଅଛନ୍ତି। କିନ୍ତୁ ଯୀଶୁ ତାହା ଜାଣି କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କ ବିତର୍କ କରୁଅଛ? ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ବୁଝୁନାହ? ଅବା ସେହି 5000 ଲୋକଙ୍କ 5ଟି ରୁଟି ଆଉ କେତେ ଟୋକାଇ ଉଠାଇଲ? କିମ୍ବା ସେହି 4000 ଲୋକଙ୍କ 7ଟି ରୁଟି ପୁଣି କେତେ ବେତା ଉଠାଇଲ? ସେହି ସବୁ କି ତୁମ୍ଭମାନଙ୍କର ସ୍ମରଣ ନାହିଁ? ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହିନଥିଲି, ଏହା କିପରି ବୁଝୁନାହ? କିନ୍ତୁ ଫାରୁସି ଓ ସାଦୁକୀମାନଙ୍କ ଖମିର ବିଷୟରେ ସାବଧାନ ହୋଇଥାଅ। ଯୀଶୁ ଯେ ରୁଟିର ଖମିର ଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୁସି ଓ ସାଦୁକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ। ମାର୍କ 8 ପର୍ବ 11 ପଦରୁ 26 ପଦ। ପରେ ଫାରୁସିମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ। ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ବର୍ତ୍ତମାନ ପୁରୁଷ କାହିଁକି ଚିହ୍ନ ଅନ୍ୱେଷଣ କରୁଅଛ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ। ଆଉ ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆର ପାରିକି ବାହାରିଗଲେ। ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାଶୋରି ଗଲେ। ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା। ପରେ ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସତର୍କ ହୁଅ, ଫାରୁସିମାନଙ୍କ ଓ ହେରୋଦଙ୍କ ଖମିର ଠାରୁ ସାବଧାନ ହୋଇଥାଅ। ସେଥିରେ ସେମାନେ ପରସ୍ପର ତର୍କ ବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି ସେ ଏହା କହୁଅଛନ୍ତି। ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କ ବିତର୍କ କରୁଅଛ? ତୁମେମାନେ କ'ଣ ଏପର୍ଯ୍ୟନ୍ତ ଜାଣୁନାହ କି ବୁଝୁନାହ? ତୁମମାନଙ୍କ ହୃଦୟ କ'ଣ ଜଡ଼ ହୋଇଅଛି? ଚକ୍ଷୁ ଥାଉ ଥାଉ କି ଦେଖୁନାହ? ପୁଣି କର୍ଣ୍ଣ ଥାଉ ଥାଉ କି ଶୁଣୁନାହ? ସେହି 5000 ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ 5ଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୁରା କେତେ ଟୋକାଇ ଭଙ୍ଗା ଖଣ୍ଡ ଉଠାଇ ନେଇଥିଲ? ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ? ସେମାନେ ତାହାଙ୍କୁ କହିଲେ, 12 ଟୋକାଇ। ଆଉ ସେହି 4000 ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ 7ଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୁରା କେତେ ବେତା ଭଙ୍ଗା ଖଣ୍ଡ ଉଠାଇ ନେଇଥିଲ? ସେମାନେ କହିଲେ, 7 ବେତା। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ବୁଝୁନାହ? ପରେ ସେମାନେ ବେଥସାଇଦାକୁ ଆସିଲେ। ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ। ତେଣୁ ଯୀଶୁ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ। ପୁଣି ତାହାର ଆଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମେ କି କିଛି ଦେଖୁଅଛ?
ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି। ତାହାପରେ ସେ ପୁଣି ତାହାର ଆଖିରେ ହାତ ଦେଲେ। ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକ ଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା। ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇ ଦେଇ କହିଲେ, ଏ ଗାଁ ଭିତରକୁ ସୁଦ୍ଧା ଯାଅ ନାହିଁ। ଆସନ୍ତୁ ଆଜି ଆମ୍ଭେ ପାଠ କରିଥିବା ଶାସ୍ତ୍ରାଂଶ ଗୁଡ଼ିକର ସାରାଂଶକୁ ଚିନ୍ତା କରିବା। ତୃତୀୟ ନିସ୍ତାର ପର୍ବ, 5ଟି ରୋଟି ଓ 2ଟି ମାଛର ଘଟଣା ପରବର୍ତ୍ତୀ ବିବରଣୀକୁ ଦେଖନ୍ତୁ। ଯୀଶୁଙ୍କ ବିଷୟରେ ଛିଦ୍ର ଅନ୍ୱେଷଣ କରିବା ପାଇଁ ଜେରୁସାଲେମରୁ ଅଧିପତିମାନେ ଫାରୁସି ଓ ଶାସ୍ତ୍ରୀମାନଙ୍କୁ ଗାଲିଲି ଅଞ୍ଚଳକୁ ପ୍ରେରଣ କଲେ। 5ଟି ରୋଟି ଓ 2ଟି ମାଛର ଘଟଣା ଉତ୍ତାରେ ଲୋକମାନେ ଯୀଶୁଙ୍କୁ ରାଜା କରିବା ନିମନ୍ତେ ଚେଷ୍ଟା କରିବା ସମ୍ବାଦ ଏହା କରିବାକୁ ପ୍ରେରଣା ଦେଇଥାଇପାରେ। ଜେରୁସାଲେମରୁ ଆସିଥିବା ଗୋଟିଏ ପ୍ରତିନିଧି ଦଳ ଫାରୁସି ଓ ଶାସ୍ତ୍ରୀ ପୁନର୍ବାର ଅଧୁଆ ହାତରେ ରୋଟି ଖାଇବା ପରମ୍ପରାର ବିରୋଧ ବୋଲି ଯୁକ୍ତି କରିବାର ଦେଖାଯାଆନ୍ତି। ବିଭିନ୍ନ ପରିସ୍ଥିତି ବିଷୟରେ ନୀରବ ରହିବା ପାଇଁ ସେ ବିଦେଶକୁ ଯାତ୍ରା କରି ଲୋକ ଗହଳିରୁ ଦୂରେଇ ରହୁଥିଲେ। ସେ ସୁରୋଫୋନିକିଆ ସ୍ତ୍ରୀର କନ୍ୟାକୁ ସୁସ୍ଥ କଲେ ଓ ତାହାର ବିଶ୍ୱାସକୁ ପ୍ରଶଂସା କଲେ। ସେ ଜର୍ଦ୍ଦନ ପୂର୍ବ ପାର୍ଶ୍ୱସ୍ଥ ଦେକାପୋଲିରେ ଜଣେ ମୂକ ବଧିରକୁ ସୁସ୍ଥ କଲେ ଓ 4000 ଲୋକଙ୍କୁ ଭୋଜନ କରାଇଲେ। ଏଥି ଉତ୍ତାରେ ଦଲ୍ମନୁଥାକୁ, ଯାହାକୁ ମଗ୍ଦଲିନୀ ମାଗଦାନ ଅଞ୍ଚଳ ବୋଲି ମଧ୍ୟ କୁହାଯାଏ, ସେହି ଅଞ୍ଚଳକୁ ଗଲେ ଏବଂ ଫାରୁସି ଓ ଶାସ୍ତ୍ରୀ ଯେଉଁମାନେ ସର୍ବଦା ଯୀଶୁଙ୍କ ପଛେ ଗଡ଼ାଇ ତାହାଙ୍କ ବିରୋଧ କରୁଥିଲେ, ସେମାନେ ପୁନର୍ବାର ଆସିଲେ। ସେ ଯେ ଖ୍ରୀଷ୍ଟ ଏହା ପ୍ରମାଣ କରିବା ପାଇଁ ସେମାନେ ଗୋଟିଏ ଚିହ୍ନ ମାଗିଲେ। ଆମ୍ଭମାନଙ୍କୁ ସ୍ୱର୍ଗରୁ ଗୋଟିଏ ଚିହ୍ନ ଦିଅ ବା ଦେଖାଅ। କାରଣ ବିବାଦର କେନ୍ଦ୍ର ଥିଲା ଖ୍ରୀଷ୍ଟ ବିବାଦ, ଯୀଶୁ କିଏ ଅଟନ୍ତି।